ସାଇବର ଠକଙ୍କ ଶିକାର ହେଲେ ମହିଳା। ହଁ ଦୋଷ ବନ୍ଧୁ, ମହିଳା ଜଣକ ସାଇବର ଠକଙ୍କ ଶିକାର ହୋଇ 1,92,000 ଟଙ୍କା ହାରିଯାଇଛନ୍ତି ଆଉ ତାଙ୍କ ଆକାଉଣ୍ଟରୁ 1,92,000 କଟିଯାଇଛି। ମହିଳା ଜଣକ ଜାଣିପାରିନଥିଲେ ମୋବାଇଲ କି ମେସେଜ ଆଇଥିଲା ଏକ ଅନଲାଇନ୍ ଚାଲାଣ ଦେବା ପାଇଁ ଗୋଟେ ଏପିକେ ଫାଇଲ୍ ଡାଉନଲୋଡ଼ କରିବା ପାଇଁ। ଆଜ୍ଞା, ଏପିକେ ଆପ୍ ଯେଉଁ ଫାଇଲ୍ ରହୁଛି ଏପିକେର ଡାଉନଲୋଡ଼ କଲା ମାତ୍ରକେ 3 ରୁ 4 ଦିନ ପରେ ମହିଳାଙ୍କ ଆକାଉଣ୍ଟରୁ 7ଟା କିସ୍ତିରେ 1,92,000 ଟଙ୍କା କଟିଯାଇଥିଲା। ଆଉ ତା ଦେହରୁ ମଧ୍ୟ ମହିଳାଙ୍କ ଆକାଉଣ୍ଟକୁ 2ଟା କିସ୍ତି ପୁଣି ପଇସା ରିଟର୍ନ ଆସିଥିଲା। ତାପରେ ପୁଣି ସାଇବର ଠକ ପୁଣି କାଟି ନେଇଥିଲେ। ଆଉ ଏବେ ସ୍ୱାମୀ ସ୍ତ୍ରୀ ଜଣକ ଯେତେବେଳେ ପଇସା କଟିଯାଇଥିଲା ମନ ଦୁଃଖରେ ନିଜର ଜମାପୁଞ୍ଜି ଯେଉଁ ପଇସା ସଞ୍ଚୟ କରି ରଖିଥିଲେ, ଯେଉଁ 2 ଲକ୍ଷ ପାଖାପାଖି 1,92,000 ଆଉ 2 ଲକ୍ଷ ପାଖାପାଖି କହିବାକୁ ଗଲେ ଏବେ ରାୟଗଡ଼ ଏସ୍ପିଙ୍କ ପାଖରେ ସବୁ ଡକୁମେଣ୍ଟ କାଗଜପତ୍ର କଟିଥିବାର ସବୁ ରସିଦ ଆଣି ଏବେ ଜମା କରିଛନ୍ତି। ଆଉ ସାଇବର ଠକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ରାୟଗଡ଼ ଏସ୍ପି କହିଛନ୍ତି। ଆଉ ପଇସା ଫେରି ଆସିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଆଜ୍ଞା, ମୋବାଇଲ ଚଲେଇଲେ ଆଜିକାଲି ସତର୍କ ସାବଧାନ ରହିବା ନିହାତି ଜରୁରୀ। ଯଦି ଏହି ମହିଳା ଜଣକ ପରି ସବୁ ମହିଳା ଯଦି ନ୍ୟୁଜ୍ ଦେଖନ୍ତେ, କିଛି ଠକେଇ ବିଷୟରେ ଜାଣନ୍ତେ, ତାହେଲେ ହୁଅନ୍ତା। ଆଜ୍ଞା, ତ ରିଲ୍ସ ଦେଖିବେ, କୌଣସି ଆପ୍ ଇନଷ୍ଟଲ୍ କରିବା, କୌଣସି ମେସେଜକୁ କ'ଣ କରିବା ସେ ପ୍ରତି ଧାରଣା ରହିବନି। ରିଲ୍ସ ଦେଖିବା ଆଉ ଭିଡ଼ିଓ ବନେଇବା ଆଉ ଆମର ରୋଷେଇବାସ କରିବା। ଦର୍ଶକ ବନ୍ଧୁ, ଆଜିକାଲି ସ୍ମାର୍ଟଫୋନ୍ ଯେତିକି ଆମ ପାଇଁ ଜରୁରୀ ମନ, ସେତିକି ଆମର ଜୀବନର ଜମାପୁଞ୍ଜିକି ପୁରା ଶୂନ୍ୟ କରିଦେଇପାରେ। ସେଥିପାଇଁ ସତର୍କ ସହିତ ସାବଧାନ ରହିବା ନିହାତି ଜରୁରୀ। ୟାଡୁ ସାଡ଼ୁ ଏପିକେ ଫାଇଲ୍ କିଛି ମେସେଜ କୌଣସି କିଛି ଟଚ୍ ନ କରିବାଟା ନିହାତି। ଚଲାନ ବୋଲିକି ଆପ୍ ଆସିଥିଲା, ସେଇଟା ଇନଷ୍ଟଲ୍ କଲାରୁ 3-4 ଦିନ ପରେ ସେ ପଇସାଟା କାଟିଲା। ପଇସା ଏମିତି କାଟିଛି ଯେ ଗୋଟେ 25,000 ଫାଷ୍ଟ କାଟିଲା, ତାପରେ ପୁଣି 25,000 କାଟିଲା, ତାପରେ ପୁଣି ରିଟର୍ନ କଲା 25,000, ତାପରେ 24,999 କାଟିଲା, ପୁଣି ଛାଡ଼ିଲା ଆହୁରି ଆକାଉଣ୍ଟକୁ, ତାପରେ 50, ତାପରେ 25 ଆଉ 50 42, ପୁରା 7ଟା ଟ୍ରାଞ୍ଜାକ୍ସନ୍ରେ 2ଟା ରିଟର୍ନ କରିଛି ଆଉ 5ଟା ନେଇକି ଯାଇଛି। ଏହି ଖବରଟି ଜାଣିଲା ପରେ ଆପଣମାନେ ବି ସତର୍କ ରୁହନ୍ତୁ। କୌଣସି ପ୍ରକାର ଯେଉଁ ଆପ୍ ବିଷୟରେ ଆପଣମାନେ ଜାଣିନାହାନ୍ତି ନିଜ ମୋବାଇଲରେ ନିଜ କେବେ ଇନଷ୍ଟଲ୍ କରନ୍ତୁନି, କି କୌଣସି ମେସେଜ ଉପରେ କୌଣସି ଲିଙ୍କ ଉପରେ କେବେ କ୍ଲିକ୍ କରନ୍ତୁନି, କି ବିନା OTP କାହାକୁ ଦିଅନ୍ତୁନି। ଯିଏ ବି ହେଉ ତା ପାଖରେ ଯାଆନ୍ତୁ, ବ୍ୟାଙ୍କ ତରଫରୁ ଯଦି କଲ୍ ଆସୁଛି ନିଜେ ବ୍ୟାଙ୍କକୁ ଯାଇ କଥା ହୁଅନ୍ତୁ, କିନ୍ତୁ OTP ଦିଅନ୍ତୁନି। ବହୁତ ଲୋକ ଏମିତି ଅଛନ୍ତି ନିଜ ଛୁଆଙ୍କୁ ମୋବାଇଲ ଧରିବାକୁ ଦେଉଛନ୍ତି। ଆଜ୍ଞା, ଛୁଆଙ୍କୁ ମୋବାଇଲ ଦେଉଛନ୍ତି, କିନ୍ତୁ ଛୁଆ ଯଦି କୌଣସି ଆପ୍ କ୍ଲିକ୍ କରିଦେଲା, କୌଣସି ଆପ୍ ଇନଷ୍ଟଲ୍ କରିଦେଲା, ଆଜ୍ଞା ଆପ୍ ଯଦି ଖାଲି ଇନଷ୍ଟଲ୍ ହେଇଗଲା ଫୋନ୍ରେ, ତା ଦ୍ୱାରା ଏଇ ପଇସା କଟିଯିବ। ଛୁଆକୁ ମୋବାଇଲ ଦେଲାବେଳେ ସତର୍କ ରୁହନ୍ତୁ।